ଦେଶର କେଉଁ ରାଜ୍ୟରେ ବର୍ଷା ତ କେଉଁ ରାଜ୍ୟରେ ପ୍ରବଳ ଗରମର ସ୍ଥିତି। ଓଡ଼ିଶାରେ ବର୍ତ୍ତମାନ ଦେଖିବାକୁ ମିଳୁଛି ପ୍ରବଳ ମାତ୍ରାରେ ଗୁଳୁଗୁଳି ଆଉ ଗରମର ରାଜ। ଏହିଭଳି ସ୍ଥିତି ଆହୁରି କେତେ ଦିନ ତାହା ବର୍ତ୍ତମାନ କହିବା ବଡ଼ ମୁସ୍କିଲ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ ଆସିବାକୁ ଅଛି ଆଉ ମାତ୍ର 2 ମାସେ, କିନ୍ତୁ ଦୁର୍ବଳ ରହିବ। କ'ଣ ରହିବ ପାଣିପାଗର ମିଜାଜ? ମେ ମାସରେ ମଧ୍ୟ ଆସୁଛି ବାତ୍ୟାର ମାସ। ଏଭଳି କିଛି ବଡ଼ ବଡ଼ ଅପଡେଟ୍ ରହିଛି ଆଜିର ଅପଡେଟ୍ରେ। ଆସନ୍ତୁ ଦର୍ଶକ ଆଲୋଚନା କରିବା ଏବଂ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ ଆଉ ପାଣିପାଗର ସମସ୍ତ ଚିତ୍ର ଦେଖନ୍ତୁ ପ୍ରତିଦିନ। ଆସନ୍ତୁ ଆଲୋଚନା କରିବା ଆଜିର ପାଣିପାଗ ଅପଡେଟ୍। ଦେଶର ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ଲାଗି ରହିଛି ଗରମ ଆଉ ଗୁଳୁଗୁଳିର ମିଜାଜ। କିଛି ରାଜ୍ୟ ଏମିତି ଅଛି ଯେଉଁଠି ବର୍ଷା ହେଉଛି, ବଜ୍ରପାତ ମଧ୍ୟ ଦେଖିବାକୁ ମିଳୁଛି। କିନ୍ତୁ ଆମ ରାଜ୍ୟ ଓଡ଼ିଶାରେ ବର୍ତ୍ତମାନ ପାଗ ଶୁଖିଲା ରହିଛି, ଖରାଟିଆ ରହିଛି। ଏପଟେ ଦର୍ଶକ ବନ୍ଧୁ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ବର୍ଷା ମଧ୍ୟ ଦେଖିବାକୁ ମିଳୁଛି। ଗୋଟିଏ ପଶ୍ଚିମ ଝଡ଼, ଦୁର୍ବଳ ପଶ୍ଚିମ ଝଡ଼ ଆପଣଙ୍କର ଯେଉଁ ରହୁଛି ଆସାମ ଉପରି ଭାଗରେ କେନ୍ଦ୍ରୀଭୂତ ହୋଇଛି। ଏହା ସହିତ ଆଉ ଏକ ପଶ୍ଚିମ ଝଡ଼ ମଧ୍ୟ ଭାରତ ଆଡ଼କୁ ଆସୁଛି। କିନ୍ତୁ ଦୁଇ ପଶ୍ଚିମ ଝଡ଼ ପ୍ରଭାବରେ ଓଡ଼ିଶାରେ ଖାସ୍ କିଛି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା କମ୍ ରହିଛି। ବର୍ତ୍ତମାନ ସ୍ଥିତିରେ ଆପଣ ମୋବାଇଲ ସ୍କ୍ରିନ୍ ଦେଖିପାରୁଥିବେ, ଉପକୂଳ ଓଡ଼ିଶା ସହିତ ଆଭ୍ୟନ୍ତର ଜିଲ୍ଲାକୁ ବର୍ତ୍ତମାନ ୟେଲୋ ଆଲର୍ଟ ରହିଛି। ଦର୍ଶକ ବର୍ଷା ପାଇଁ ନୁହେଁ, ପ୍ରବଳ ଗରମ ଆଉ ଗୁଳୁଗୁଳି ପାଇଁ। ଆପଣ ଦେଖନ୍ତୁ ବଲାଙ୍ଗୀରରେ ପ୍ରବଳ ମାତ୍ରାରେ ହିଟ୍ ୱେଭ୍ ରହିବ, ତାପମାତ୍ରା ପ୍ରାୟ 40 ଡିଗ୍ରୀ ପାର ହେବ। ଗରମରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପାରେ ବଲାଙ୍ଗୀର ସହରରେ। ଏହା ସହିତ ସମ୍ବଲପୁରରେ ମଧ୍ୟ ପ୍ରବଳ ଗରମ ଗୁଳୁଗୁଳି ରହିବ ଆଗାମୀ 24 ଘଣ୍ଟା। ସେଥିପାଇଁ ସତର୍କ ରୁହନ୍ତୁ ଦର୍ଶକ ବନ୍ଧୁ। ଏହା ସହିତ ଝାରସୁଗୁଡ଼ାରେ ମଧ୍ୟ କେତେକ ଅଞ୍ଚଳରେ ଗରମ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରିପାରେ। ତା ସହିତ ଦକ୍ଷିଣ ଓଡ଼ିଶାର ଯେମିତିକି ରହୁଛି ଗଜପତି, ତାହା ସହିତ ଗଞ୍ଜାମ, ଏହିସବୁ ସ୍ଥାନମାନଙ୍କରେ ମଧ୍ୟ ତାପମାତ୍ରା ବଢ଼ିବ, ଗରମ ଗୁଳୁଗୁଳି ଅନୁଭୂତ ହୋଇପାରେ। ନୟାଗଡ଼ ଜିଲ୍ଲାରେ ମଧ୍ୟ ଯେହେତୁ ପାହାଡ଼ିଆ ଅଞ୍ଚଳ ଅଛି, ପ୍ରବଳ ମାତ୍ରାରେ ଗରମ ଗୁଳୁଗୁଳି ଅନୁଭୂତ ହୋଇପାରେ। ତେଣୁ ସତର୍କ ରୁହନ୍ତୁ, ଅତି କାମ ନଥିଲେ ଖରାକୁ ଯାଆନ୍ତୁ ନାହିଁ। ସେହିପରି ଖୋର୍ଦ୍ଧାରେ ମଧ୍ୟ ଗରମ ଗୁଳୁଗୁଳି ରହିବ। ଦର୍ଶକ ବନ୍ଧୁ ପୁରୀ ଜିଲ୍ଲାରେ ମଧ୍ୟ ଗରମ ଗୁଳୁଗୁଳି ଅନୁଭୂତ ହୋଇପାରେ। ଏହା ସହିତ ଜଗତସିଂହପୁରର ବିଭିନ୍ନ ଅଞ୍ଚଳରେ ଗରମ ଅନୁଭୂତ ହୋଇପାରେ, ଗୁଳୁଗୁଳି ମଧ୍ୟ ଅନୁଭୂତ ହୋଇପାରେ। କେନ୍ଦ୍ରାପଡ଼ା, ଯାଜପୁର, ତାହା ସହିତ ବାଲେଶ୍ୱର, ଭଦ୍ରକରେ ମଧ୍ୟ ଗରମ ଗୁଳୁଗୁଳି ପାଇଁ ୟେଲୋ ଆଲର୍ଟ ରହିଛି। ନିଶ୍ଚୟ ପରେ ଏହି ଜିଲ୍ଲାବାସୀ ସତର୍କ ରୁହନ୍ତୁ। ଦେଖିବା ବାୟୁର ଚଳନ କ'ଣ ରହିଛି। କିଛି ଦର୍ଶକ ବନ୍ଧୁଙ୍କର କମେଣ୍ଟ ମଧ୍ୟ ରହୁଛି ଦର୍ଶକ ବନ୍ଧୁ କି ଆପଣ ବର୍ତ୍ତମାନ ସମୟରେ ଭୁଲ ତଥ୍ୟ ଦେଉଛନ୍ତି। ପ୍ରଥମରୁ କହିବାକୁ ଚାହିଁବି, ୱିଣ୍ଡ ଓଡ଼ିଆ ଚ୍ୟାନେଲ ଆପଣଙ୍କୁ କୌଣସି ଭୁଲ ତଥ୍ୟ ଦିଏ ନାହିଁ, କାରଣ ଭାରତୀୟ ପାଣିପାଗର କ'ଣ ସବୁ ଅପଡେଟ୍ ରହୁଛି ତାହା ସହିତ ମଡେଲ ଭିତ୍ତିକ ଆକଳନ ଅନୁସାରେ ମୁଁ ଆପଣଙ୍କୁ ସମସ୍ତ ତଥ୍ୟ ପ୍ରଦାନ କରୁଛି। ମୋର କୌଣସି ମନଗଢ଼ା କାହାଣୀ ଦର୍ଶକ ବନ୍ଧୁ ଇଏ ନୁହେଁ, କାରଣ ପାଣିପାଗ ହେଉଛି ପୂର୍ବାନୁମାନ ସାଇନ୍ସ, ପ୍ରତି ମୁହୂର୍ତ୍ତରେ ବଦଳିପାରେ। ସେଥିପାଇଁ ପାଣିପାଗକୁ ଏତେ ଜଲ୍ଦି ଆପଣ ଦେଖନ୍ତୁ, ପ୍ରତିଦିନ ଦେଖନ୍ତୁ। ପାଣିପାଗ ଯେହେତୁ ବଦଳୁଛି ଆପଣ ଜାଣିପାରିବେ ପ୍ରତିଦିନ ପାଣିପାଗ ଖବର ଦେଖିଲେ। ଏପଟେ ଦେଖନ୍ତୁ ପଶ୍ଚିମ ଝଡ଼ ପ୍ରଭାବରେ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ହେବ, କିନ୍ତୁ ଯେଉଁ ରହୁଛି କିଛିଟା ପୂର୍ବରୁ ବାୟୁ ଯାଉଛି ପଶ୍ଚିମ ବାୟୁ ମିଳନ ହେତୁ ଆଗାମୀ 24 ଘଣ୍ଟା ମଧ୍ୟରେ ଯେଉଁ ରହୁଛି ରାଜଧାନୀ ଭୁବନେଶ୍ୱର ସମେତ ଏହାର ଆଖପାଖ ଅଞ୍ଚଳରେ ବାଦଲ ବାହାରିପାରେ, ହାଲକା ବର୍ଷା କିମ୍ବା ଧୂଳିଝଡ଼ ଦେଖିବାକୁ ମିଳିପାରେ। ଯେମିତିକି ରହୁଛି କଟକ, ତାହା ସହିତ ଯେଉଁ ରହୁଛି ଆପଣଙ୍କର କେନ୍ଦ୍ରାପଡ଼ା, ଏହାର ଆଖପାଖ ଅଞ୍ଚଳରେ ବର୍ଷା ରହିପାରେ, କିନ୍ତୁ ଅଧିକ ବର୍ଷା ହୋଇନପାରେ ଦର୍ଶକ ବନ୍ଧୁ। କାଁ ଭାଁ ଅଞ୍ଚଳରେ ବର୍ଷା ହେବ, ଆଉ ଯେଉଁଠି ହେବ ହାଲକା ଫୁଲକା ବର୍ଷା, ପବନ ମଧ୍ୟ କିଛି ସମୟ ପାଇଁ ହୋଇପାରେ। ଏବେ ଦେଖିବା ମେ ମାସର ପାଣିପାଗ ଖବର କ'ଣ ରହିବ। ଦର୍ଶକ ବନ୍ଧୁ ମେ ମାସରେ ପ୍ରଶାନ୍ତ ମହାସାଗର, ଆରବ ସାଗର, ବଙ୍ଗୋପସାଗର ସକ୍ରିୟ ରହିବ। ଭାରତ ମହାସାଗର 2 ଶାଖା ବଙ୍ଗୋପସାଗର, ଆରବ ସାଗର ବହୁମାତ୍ରା ସକ୍ରିୟ ରହିବ, ଯାହାକି ECM ଲଙ୍ଗ ରେଞ୍ଜ ଫୋରକାଷ୍ଟ ମାଧ୍ୟମରେ ଜାରି କରିଛି। ଦର୍ଶକ ବନ୍ଧୁ ପ୍ରାୟ 5ରୁ 10% ରହୁଛି କି ବଡ଼ ଲଘୁଚାପ ସୃଷ୍ଟି ହେବ ଏବଂ ଭାରତ ବର୍ଷରେ କୌଣସି ଏକ ସ୍ଥାନରେ ବଡ଼ ଲଘୁଚାପର ପ୍ରଭାବ ରହିବ। କିନ୍ତୁ କ'ଣ ରହିବ ବର୍ଷାର ସ୍ଥିତି, ଆଗାମୀ ଦିନରେ ପାଣିପାଗକୁ ନେଇକି ଆଉ ସବୁ କ'ଣ ଅପଡେଟ୍ ରହୁଛି ଏବେଠୁ କହିବା ବଡ଼ ମୁସ୍କିଲ ହେଇଯିବ, କାରଣ ମେ ମାସ ଆହୁରି ଆସିବାକୁ ବାକି ଅଛି। କିନ୍ତୁ ଆପଣ ପ୍ରତିଦିନ ଚ୍ୟାନେଲ ସହିତ ଜଡ଼ିତ ହୋଇ ରୁହନ୍ତୁ। ତେବେ ଦର୍ଶକ ବନ୍ଧୁ ଏହି ଯେଉଁ ଅପଡେଟ୍ ରହିଛି ପ୍ରାୟ 5 ମେରୁ ନେଇକି 18 ମେ ମଧ୍ୟରେ ପାଣିପାଗରେ ବଡ଼ ପରିବର୍ତ୍ତନ ଆସିବ, ସମୁଦ୍ରରେ ମଧ୍ୟ ହଲଚଲ ଦେଖିବାକୁ ମିଳିପାରେ ବୋଲି ଯାହା ECM ମଡେଲ ଲଙ୍ଗ ରେଞ୍ଜ ଫୋରକାଷ୍ଟ ମାଧ୍ୟମରେ ସୂଚନା ଦିଆଯାଇଛି ବର୍ତ୍ତମାନ ସମୟରେ। ତ ଦର୍ଶକ ବନ୍ଧୁ ଆପଣ ଦେଖିଲେ କି ପାଣିପାଗରେ କେମିତି ବଡ଼ ପରିବର୍ତ୍ତନ ଆସିବ। ଖାସ୍ କରିକି ମେ ମାସରେ ତ ବଡ଼ ପରିବର୍ତ୍ତନ ଆସିବ, ବହୁତ ଦୂର ରହିଛି ମେ ମାସ। ଆମେ ଧୀରେ ଧୀରେ ଭିଡ଼ିଓ ମାଧ୍ୟମରେ ଆଲୋଚନା କରିବା, କିନ୍ତୁ ବର୍ତ୍ତମାନ ସ୍ଥିତିରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗରମ ଗୁଳୁଗୁଳି ଯେହେତୁ ରହୁଛି, ଆପଣ ନିଶ୍ଚୟ ଉପରେ ପଦାକୁ ଯେତେବେଳେ ଯାଉଛନ୍ତି, ସାମାନ୍ୟ ବାହାରକୁ ଯେତେବେଳେ ଯିବାବେଳେ ଆପଣ ସତର୍କ ରୁହନ୍ତୁ।
ଯଦି ବା କିଛି କାମ ରହୁଛି ବାହାରକୁ ଯିବା ସମୟରେ ଆପଣଙ୍କର ଗାମୁଛା ନିଅନ୍ତୁ, ପାଣି ବୋତଲ ନିଅନ୍ତୁ, ଛତା ମଧ୍ୟ ବ୍ୟବହାର କରନ୍ତୁ। ତା ସହିତ ଘୋଳ ଦହି, ଲସି, ପଖାଳ ମଧ୍ୟ ଖାଆନ୍ତୁ। ଦର୍ଶକ ବନ୍ଧୁ, ଆମ ଓଡ଼ିଶାର ଯେହେତୁ ପ୍ରିୟ ଖାଦ୍ୟ ପଖାଳ, ଆପଣ ସେ ଉପରେ ପଖାଳ ଖାଆନ୍ତୁ। ତେବେ ଦର୍ଶକ ବନ୍ଧୁ, ଭିଡ଼ିଓ ଆପଣଙ୍କୁ କେମିତି ଲାଗୁଛି ଏବଂ ପାଣିପାଗ ଚ୍ୟାନେଲ ୱିଣ୍ଡୋରେ ଆପଣଙ୍କୁ କେମିତି ଲାଗୁଛି, ଆପଣ କମେଣ୍ଟ ବକ୍ସରେ ଆପଣଙ୍କ ମତ ଦିଅନ୍ତୁ। ଆପଣ କମେଣ୍ଟ ବକ୍ସରେ ଯାହା ବି ମତ ଦେବେ, ମୁଁ ଚେଷ୍ଟା କରିବି ସମସ୍ତ ମତର ବା କମେଣ୍ଟର ରିପ୍ଲାଏ ଦେବା ପାଇଁ। ଆଜି ପାଇଁ ଏତିକି। ନମସ୍କାର, ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ।